तो ये वीडियो में डिस्कशन करबा गोटे डिजीज कंडीशन जोटा बहुत रेयर लोक माने जानती कि ये गोटे डिजीज कंडीशन ସେମାନେ କହୁଛନ୍ତି ଆମର ଭିତରେ ତ ବାହାରିଛି କଣ ଗୋଟେ ବାହାରିଥିବ ସେଥିପାଇଁ ତା ଟ୍ରିଟମେଣ୍ଟ ବିଷୟରେ କେବେ ଚିନ୍ତା କର ପିଲା ଜାଣନ୍ତିନି କି ये डिजीज कौन एक्चुअली ଗୋଟେ डिजीज कंडीशन तो ये ना हଉଛି यार कौन ना किलोइड तो ଯଦି ଆମେ କିଲୋଏଡ ର କଥା କହିବା କି ଇଏ କାହିଁକି ହୁଏ କଣ ପାଇଁ ଇଏ ଫର୍ମେସନ ଏଇ କିଲୋଏଡ ଟା ତ ମୁଁ ଆପଣଙ୍କୁ ସବୁ କଥା ଗୋଟେ ଗୋଟେ କହିବି ଆଉ ୟାର ଟ୍ରିଟମେଣ୍ଟ କେମିତି ହବ ସେ କଥା ଆମେ ଡିସ୍କସନ କରିବେ ତ ଚାଲନ୍ତୁ ଦେଖିବା କଣ କିଲୋଏଡ ଦେଖ କିଲୋଏଡ ଗୋଟେ କଣ୍ଡିସନ ଯୋଉଟା ଆମ ସ୍କିନ ରେ ହେଇଥାଏ ତ ଦେଖ ଏଇଭଳିଆ କିଛି କଣ୍ଡିସନ ହେଇଥାଏ ସତରେ ମାନେ ବହୁତ ଲୋକଙ୍କର ଏମିତି ଦେଖିବ ସେମାନେ ମାନେ ବହୁତ ଲୋକ ଦେଖିଲେ ଭୟ କରନ୍ତି କି କଣ ହେଇଛି ମୋ ହାତରେ କିନ୍ତୁ ଇଏ ମେନଲି ପେନ୍ ଫେନ୍ କିଛି କରେନି ବେଳେ ବେଳେ କିଛି ଲୋକଙ୍କର ଇଚିଂ କଣ୍ଡିସନ ହୁଏ ଆଉ ଯେହେତୁ ଇଏ ଗୋଟେ ଅବାଗିଆ ଦେଖାଯାଏ ଆମ ସ୍କିନ ରେ ଏକ୍ସଟ୍ରା ଗ୍ରୋଥ ହେଇଥାଏ ତ ସେଥିପାଇଁ ଏଟା ଆମକୁ ଭଲ ଲାଗେନି ତ ବର୍ତ୍ତମାନ ଚାହିଁଦେବୁ ହଟେଇବା ପାଇଁ ଆମକୁ କରିଦେବୁ ତ ନେକ୍ସଟ ଆମେ ଜାଣିବା ଇଏ କାହିଁକି ହୁଏ କିଲୋଏଡ ଯୋଉ ଡିଜିଜ ଥିଲା କଣ୍ଡିସନ ଟା ଇଏ କାହିଁକି ହୁଏ ଇଏ କିଛି ବି କାରଣ ପାଇଁ ହେଇପାରେ ଯୋଉଟା କି ମୁଁ ଅଣ୍ଡରଲାଇନ କରିଛି ଦେଖ କଣ ପାଇଁ ହେଇପାରେ ନା ଯଦି ଆମେ କହିବା କି ଇଏ ଇନସେକ୍ଟ ଡକ୍ ଯୋଉଟା ମାନେ ଆମେ କହୁଛନ୍ତି କି କୌଣସି ବିଷାକ୍ତ ଜୀବଜନ୍ତୁ ବାଇଟ କରିଦେଲା ବର୍ନ ହେଲା ବ୍ରଣ ଫ୍ରଣ ହେଲା ମାନେ ତାକୁ କରୁଛନ୍ତି ସେଥିପାଇଁ ବି ହେଇପାରେ ଇନସେକ୍ଟ ବାଇଟ ପାଇଁ ବି ହେଇପାରେ କୌଣସି ଗୋଟେ ସର୍ଜରୀ ହେଇଛନ୍ତି ତାପରେ ବି ଫର୍ମେସନ ହେଇପାରେ ବହୁତ ଗୁଡାକ କାରଣ ଅଛି ୱିଥ୍ ତା ସହିତ ଆମର କଣ ରହିଲା ନା ଜେନେଟିକ ଫ୍ୟାକ୍ଟର ଯଦି ବାପାଙ୍କର ଅଛି ମାଙ୍କର ଅଛି ତ ସେଇ କଣ୍ଡିସନ ଏଟା ଆଗକୁ ଆସିଥାଏ ତ ଇଏ କୌଣସି ଡରିବାର କୌଣସି କାରଣ ନୁହେଁ କାରଣ ଇଏ ଗୋଟେ ନର୍ମାଲ ଡିଜିଜ କଣ୍ଡିସନ ଏକୁ ଆମେ ଠିକ କରିପାରିବା ତ ଠିକ କେମିତି କରିପାରିବା ଆପଣ କଣ ଲଗେଇଲେ ଏଟା ଠିକ ହେଇପାରିବ ସେ ବିଷୟରେ ବି ଆମେ ଡିସ୍କସନ କରିବା ତ ଇଏ କାହିଁକି ହୁଏ ମୁଁ ଆପଣଙ୍କୁ ମେକାନିଜିମ ଭାକ୍ସିନ ଯେତେବେଳେ କହିବି ଦେଖ କୌଣସି ଜାଗାରେ ଆମ ଶରୀରରେ ମେନଲି ଆମେ ଯେତେବେଳେ ଏମିତି ଗୋଟେ କହିଲେ କି ଆମ ଶରୀରରେ ଏଟା ଗୋଟେ ହ୍ୟାଣ୍ଡ ର ସେଲ ତ ସେଲ ରେ ଭିତରେ ଥାଏ କୋଲାଜେନ ଫାଇବର ତ କୋଲାଜେନ ଫାଇବର କଣ କରେ ନା ବହୁତ ଗୁଡାକ ହେଲ୍ପ କରେ ସ୍କିନ ର ଟିସ୍ୟୁ ବନେଇବା ପାଇଁ ତ ସେ କୋଲାଜେନ ଫାଇବର ବେଳେ ବେଳେ କଣ ହୁଏ ନା ଆମ ଉପର ସେଲ କୁ ପଳେଇ ଆସେ ଆଉ ଉପର କୋଷକୁ ପଳେଇ ଆସେ ଆଉ ଯୋଉଟା କି ଏଟାକୁ ଥିନ୍ ଆଉ ସାଇନିଂ ବନେଇ ଦିଏ ଯେହେତୁ ଫାଇବର ଅଛି ଏଠି ସାଇନିଂ ବନେଇ ଦିଏ ଏଇଟା ପୁରା ଚିକ ଚିକ କରେ ଯୋଉଟା କି ଆପଣ ଇମେଜ ରେ ଦେଖିବେ ଏଇ ପର୍ସନ ଦେଖ ସାଇନିଂ କରୁଛି ହ୍ୟାଣ୍ଡ ଭଳିଆ ତ ଇଏ କାହା ଦ୍ୱାରା ଦିଏ ନା କୋଲାଜେନ ଫାଇବର ରେ ତ କୋଲାଜେନ ଫାଇବର ଯେତେବେଳେ ଉପରକୁ ପଳେଇ ଆସୁଛି ସେ ସେଥିରେ ଏଇଭଳିଆ କଣ୍ଡିସନ ସୃଷ୍ଟି କରୁଛି ବା ଏକ୍ସଟ୍ରା ସେଲ ବା ମସଲ ର ଗ୍ରୋଥ କରୁଛି ଯାହା ଫଳରେ କି ଆମର ଏଇଭଳିଆ କଣ୍ଡିସନ ହଉଛି ଯାହାକୁ ଆମେ କିଲୋଏଡ ବୋଲି କହୁଛନ୍ତି କିଲୋଏଡ ସ୍କାର ଠିକ ଅଛି ତ ଇଏ ମେନଲି ମୁଁ କହିଲି ଏଇ କାରଣ ପାଇଁ ହେଇଥାଏ କିଛି ଭୁଲ କରିବା ନାହିଁ ଆରାମସେ କମିଯିବ ତ ୟାର ଟ୍ରିଟମେଣ୍ଟ କଣ ଆମେ ତ ଜାଣିଲେ କଣ କଣ୍ଡିସନ ସବୁ କଥା ଜାଣିଲେ ତ ବର୍ତ୍ତମାନ ଆମେ ଜାଣିବା ଟ୍ରିଟମେଣ୍ଟ କଣ ଦେଖ ଟ୍ରିଟମେଣ୍ଟ ପାଇଁ ଆମେ ବହୁତ ଗୁଡାକ ୱେ ଆମେ ଆପ୍ଲାଏ କରିପାରିବା କିନ୍ତୁ ସିମ୍ପଲେଷ୍ଟ ଆଉ ଯୋଉଟା ସହଜ ୱେ ଯୋଉଟା ଆପଣ କରିପାରିବେ ସେଇ ଜିନିଷକୁ ଆମେ ଡିସ୍କସନ କରିବା ଦେଖ ୟାର ଗୋଟେ ଇଞ୍ଜେକ୍ସନ ଆସେ ଯାହାର ନାଁ ହଉଛି କଣ ନା କେନାକଟ ଠିକ ଅଛି ତ କେନାକଟ ର ଗୋଟେ ଇଞ୍ଜେକ୍ସନ ଆସେ ଯୋଉଟା କି ଆପଣଙ୍କୁ ଗୋଟେ ମାସରେ ଗୋଟେ ନେବା ପାଇଁ ପଡିବ ସେଟା ସେଇ ଷ୍ଟେରଏଡ ଇଞ୍ଜେକ୍ସନ ଟା ସେଟା କଣ ନିଆଯାଏ ନା ସେ କିଲୋଏଡ ଭିତରକୁ ଇଞ୍ଜେକ୍ସନ ଫର୍ମ ରେ କଣ କରାଯାଏ ନା ଦିଆଯାଏ ଠିକ ଅଛି ଇଞ୍ଜେକ୍ସନ ଫର୍ମ ରେ ଆପଣ ତାକୁ ଦେବେ ଦେଲେ ସେ ଠିକ ହେଇଯିବ ସବୁ ଠିକ କମିଯିବ ତାପରେ ଆଉ ଗୋଟେ ଅଛି ଗୋଟେ କ୍ରିମ ଯୋଉଟା ଆପଣ ଲଗେଇ ପାରିବେ ଠିକ ଅଛି ଏଇ କ୍ରିମ ଟା କିଲୋଏଡ ବମ୍ପ ରିମୁଭାଲ ଯୋଉ ଏଇ କ୍ରିମ ଅଛି ଏହାକୁ ଲଗେଇଲେ ଆପଣଙ୍କର ଟ୍ରିଟମେଣ୍ଟ ହେଇଯିବ ୟା ସହିତ ଯଦି ଏଥିରେ ନ ପହଞ୍ଚି ଆପଣ ସ୍କିନ୍ ଡକ୍ଟର ଯୋଉମାନେ ସ୍କିନ୍ ଡକ୍ଟର ଅଛନ୍ତି ସେମାନଙ୍କ ସହିତ କନସଲ୍ଟ କଲେ ଆପଣଙ୍କୁ ଆଉ ଦି ତିନିଟା ଥେରାପି ବିଷୟରେ ସେ କନସଲ୍ଟ କରିବେ କେମିତି ନା ଗୋଟେ ଲେଜର ଥେରାପି ହେଲା ଆଉ ଗୋଟେ ହଉଛି କଣ ନା ରେଡିଏସନ ଥେରାପି ତ ଲେଜର ଥେରାପି ରେଡିଏସନ ଥେରାପି କଣ ନା ଲେଜର ଥେରାପିରେ ଡାଇରେକ୍ଟ ଲେଜର ଲାଇଟ ମାରିକି ଏଇ ଯୋଉ ସ୍କାର ହେଇଛି ବା ଏଇ ଯୋଉ ଆମର କିଲୋଏଡ ହେଇଛି ଏକୁ ରିମୁଭ କରାଯିବ ଗୋଟେ ଲେଜର ଲାଇଟ ପଡିବ ତାକୁ ରିମୁଭ କରିଦେବେ ଆଉ ଗୋଟେ କଣ ନା ରେଡିଏସନ ଯେମିତିକି ଆମେ ଜାଣିଛନ୍ତି କ୍ୟାନ୍ସର ହେଲେ ରେଡିଏସନ ଦିଆଯାଏ ସେଇ ଭଳିଆ କଥା ଗୋଟେ ଲୋ ରେଡିଏସନ ରେ ଏକୁ ପକେଇଲା ମାନେ କଣ ହୁଏ ନା ଇଏ ଏକୁ କମିଯାଏ ଠିକ ଅଛି ଇଏ ଗୋଟେ ଥେରାପି ଆଉ ଲାଷ୍ଟରେ ଯଦି ମୁଁ କିଛି କୌଣସି ଥେରାପି ନ କଲା ଆପଣ ରିମୁଭାଲ କରିବା ପାଇଁ ଚାହୁଁଛନ୍ତି ସର୍ଜରୀ ଏବଂ କରିପାରିବେ କିନ୍ତୁ ଗୋଟେ କଥା ହଉଛି ସର୍ଜରୀ କହିଲେ ମେ ବି ଚାନ୍ସେସ୍ ଥାଏ ପୁଣି ଏଟା ବାହାରିବାର ଠିକ ଅଛି ତ ସେଥିପାଇଁ
ଏକୁ ଲଗାନ୍ତୁ, ଏଇ କ୍ରିମ୍ ଆଉ ଏଇ ଇଞ୍ଜେକ୍ସନ ଥ୍ରୋରେ ନେବା ପାଇଁ ଚେଷ୍ଟା କରନ୍ତୁ। ଯଦି କମିବ ଠିକ ଅଛି, ଯଦି ନ କମିଲେ ଆପଣ ଫର୍ଦର ପ୍ରୋସିଡିୟରକୁ ଯିବେ। ତ ଏତେ ଗୋଟେ ଭିଡ଼ିଓ ଭିତରେ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓ କେମିତି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଥ୍ୟାଙ୍କ ୟୁ।